ভাই কান্ତାরা ଚ୍ୟାପ୍ଟର 1 ମୁଁ ଆଜି ଦେଖିଲି। ତାହେଲେ କେମିତି ଥିଲା ଚାଲନ୍ତୁ ଆଜି ଏହି ଭିଡିଓରେ ମୁଁ ସବୁ ଖୋଲି କହିବି। ଦେଖ ଭାଇ ଫିଲ୍ମର ହିଷ୍ଟୋରୀଟା ପର୍ସନାଲି ମତେ ଖୁବ ଭଲ ଲାଗିଲା। ଯେତେ ଟର୍ନସ ଏବଂ ଟ୍ୱିଷ୍ଟ ଅଛି ସେଗୁଡ଼ିକ ଦେଖି ଜବରଦସ୍ତ ଲାଗିଲା ଭାଇ। କିନ୍ତୁ ସବୁଠାରୁ ମତେ ଯାହା ଅସାଧାରଣ ଲାଗିଲା ସେ ହେଉଛି ଏଥିରେ ଥିବା ଆକ୍ସନ ସିନ୍ସ। ଭାଇ ଯେପରି ଭାବରେ ଆକ୍ସନ ଦେଖେଇଛି ସିଧା ଗୋଜବମ୍ପ ଆସିଯାଉଥିଲା। ହଁ ଫାଇନାଲ ফাইট ଭଲ ଲାଗିଥିଲା କିନ୍ତୁ ମତେ ତାର ପ୍ରଥମ ଫାଇଟ୍ ଯାହା ସିଙ୍ଗଲ ଟେକ୍ ରେ ଥିଲା ଅଧିକ ଭଲ ଲାଗିଲା। ଲାଗୁଥିଲା ଯେପରି ଭାଇ କଣ ଦେଖିବାକୁ ଆସିଲି। ସିଜିଆଇ ମଧ୍ୟ ଏତେ ରିଆଲିଷ୍ଟିକ ଥିଲା ଯେପରି ଟାଇଗର ହେଉ ବା ବାକି ଜିନିଷ ସବୁକିଛି ଖୁବ ରିଆଲିଷ୍ଟିକ ଲାଗୁଥିଲା। ଏତିକି ବୋଲି ଭାବ ଫିଲ୍ମର ବଜେଟ କେବଳ 125 କୋଟି ଏବଂ ସେମାନେ ଏତେ କମ ରେ ସବୁ କରି ଦେଖିଛନ୍ତି। ଆଦି ବୃଷ୍ଟି ବି 100 ଗୁଣରୁ ଭଲ। ହେଲେ ଯେତେବେଳେ ଆକ୍ସନ ସିନ୍ କଥା କୁହାଯିବ ତାହେଲେ ଭାଇ ଟିକେ ବିକାର ଲାଗୁଥିଲା। କିଛି ସିନ୍ ରେ ଯେହେତୁ ବାଇୱାର୍କ ଦେଖିବାକୁ ମିଳିଥିଲା କିନ୍ତୁ ଭାଇ ଇଣ୍ଡିଆରେ 99% ଫିଲ୍ମରେ ଏହା ଦେଖିବାକୁ ମିଳେ। ଆକ୍ଟର ଡାଇରେକ୍ଟର ଏବଂ ରାଇଟର ଏତେ ଭଲ ହେଇପାରେ ଏହା ଋଷଭ ସେଟ୍ଟି ନାମରେ ସମ୍ଭବ। ଆଉ ହଁ ଏହି ଫିଲ୍ମ ଦେଖିବା ପାଇଁ ପ୍ରଥମ ପାର୍ଟ ଦେଖିବା ଦରକାର ନାହିଁ। ଲାଷ୍ଟରେ ଖାଲି ଏତିକି କହିବି ଭାଇ ଏହି ଫିଲ୍ମ ଥିଏଟରରେ ଦେଖିବା ଯୋଗ୍ୟ।